ଡ୍ରାଇଭର ଅସାବଧାନତା ଯୋଗୁଁ ହେଲା ଏବଂ ଗାଡ଼ିଟି ମାନେ ଜମି ଭିତରକୁ ପଶିଯାଇଛି। ଆମର ସେଭଳି କାହାର କିଛି କ୍ଷୟକ୍ଷତି ହେଇନି। ସବୁବେଳେ ସିଟ୍ ବେଲ୍ଟ ୟୁଜ୍ କରେ ଏବଂ ସମସ୍ତେ ଆମେ ୟୁଜ୍ କରୁ, ସେ ଦୃଷ୍ଟିରୁ ଆମର ସେଭଳି ଆମେ ଅସୁବିଧାର ସମ୍ମୁଖୀନ ହେଲୁ ନାହିଁ। ନହେଲେ ଗତକାଲି ଯେହେତୁ ପାର୍ଲାମେଣ୍ଟ ସରିଲା ପରେ ରାୟପୁର ଦେଇକି ମୁଁ ଉମରକୋଟ ଫେରୁଥିଲି, ସେହି ସମୟରେ ଉମରକୋଟ ପୂର୍ବରୁ 2 କିଲୋମିଟର ପୂର୍ବରୁ ଏଭଳି ଦୁର୍ଘଟଣା ହେଇଛି। ମାନେ ଡ୍ରାଇଭର ଅସାବଧାନତା ଯୋଗୁଁ ହେଲା ଏବଂ ଗାଡ଼ିଟି ମାନେ ଜମି ଭିତରକୁ ପଶିଯାଇଛି। ଆମର ସେଭଳି କାହାର କିଛି କ୍ଷୟକ୍ଷତି ହେଇନି, କିନ୍ତୁ ଆମେ ଭଗବାନ ଦୟାରୁ ସମସ୍ତେ ଭଲରେ ଅଛୁ। ଲୋକଙ୍କ ସହିତ ଆମେ ରହିଛୁ, ଆମେ ତ ଲୋକଙ୍କ ସହିତ ବର୍ଷ ଧରିକି ରହିଛୁ। ସାଧାରଣ ଲୋକଙ୍କ ସହିତ ଆମେ ଯେହେତୁ ରହିଛୁ, ଲୋକମାନେ ବାରମ୍ବାର ଫୋନ୍ ବି କରୁଛନ୍ତି, ଆମକୁ ଶୁଭେଚ୍ଛା ବି ଜଣାଉଛନ୍ତି। ଦେହ କିଭଳି ଭାବରେ ଅଛି ସେ ବିଷୟରେ ମଧ୍ୟ ଫୋନ୍ କରୁଛନ୍ତି ଏବଂ ଘରେ ମଧ୍ୟ ଭିଡ଼ ରହିଛି। ପାଖାପାଖି 1:30 ବେଳେ ଏହା ଦୁର୍ଘଟଣା ଘଟିଛି। ଯେହେତୁ ମୋର ସବୁବେଳେ ସିଟ୍ ବେଲ୍ଟ ୟୁଜ୍ କରେ ଏବଂ ସମସ୍ତେ ଆମେ ୟୁଜ୍ କରୁ, ସେ ଦୃଷ୍ଟିରୁ ଆମର ସେଭଳି ଆମେ ଅସୁବିଧାର ସମ୍ମୁଖୀନ ହେଲୁ ନାହିଁ। ନହେଲେ ବଡ଼ ଗୋଟେ ଦୁର୍ଘଟଣାରୁ ଆମେ ବଞ୍ଚିଯାଇଛୁ। ଗାଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, ତଳପଟ ସବୁ ନଷ୍ଟ ହୋଇଯାଇଛି।